ଯଦି ଆପଣ ଓଡ଼ିଶାର କୌଣସି ବି କମ୍ପିଟିଟିଭ୍ ଏକ୍ଜାମ୍ ପ୍ରିପେୟାର କରୁଛନ୍ତି, ଏଇ ଭିଡିଓଟି ଖାସ୍ କରିକି ଆପଣଙ୍କ ପାଇଁ। ଡିଷ୍ଟ୍ରିକ୍ଟ ଜିକେରୁ ଏକ୍ଜାମ୍‌ରେ ନିଶ୍ଚିନ୍ତ କ୍ୱେଶ୍ଚନ୍ ଆସେ, ଯୋଉଟାକି ଅଧିକାଂଶ ପିଲା ଭୁଲ କରିଦିଅନ୍ତି। ଆଜିର ଏଇ ଭିଡିଓରେ ଆମେ ଜଗତସିଂହପୁର ଡିଷ୍ଟ୍ରିକ୍ଟର ମୋଷ୍ଟ ଇମ୍ପୋର୍ଟାଣ୍ଟ ଏମସିକ୍ୟୁ, ପ୍ରିଭିୟସ୍ ଇୟର୍ ବେସ୍ଡ କ୍ୱେଶ୍ଚନ୍ସ ଏବଂ କେତେଗୁଡ଼ିଏ କନଫ୍ୟୁଜିଂ ଫ୍ୟାକ୍ଟ ସବୁକୁ କ୍ଲିୟର କରିବା। ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏକ୍ଜାମ୍ ପାଇଁ ଏହା ବହୁତ ହି ଇମ୍ପୋର୍ଟାଣ୍ଟ ଭିଡିଓ ହେବାକୁ ଯାଉଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା। Welcome to LCG Competitive Academy. We will learn something new and progress. ଭିଡିଓର ଫାଷ୍ଟ କ୍ୱେଶ୍ଚନ୍ କ'ଣ କହିଛି? କ୍ୱେଶ୍ଚନ୍ କହିବା ସାଥେ ସାଥେ ଏହାର ଆନ୍ସର କରିବା ପାଇଁ ଟ୍ରାଏ କର। ହେଲେ କ'ଣ ହବ କି ଭିଡିଓ ଶେଷରେ ବହୁତ କିଛି ଇନଫର୍ମେସନ୍ ମନେ ମଧ୍ୟ ରହିଯିବ ଏବଂ ଆଟେମ୍ପ୍ଟ କଲେ ମଜା ମଧ୍ୟ ଲାଗିବ। ସେସନ୍‌ଟି ଆଉ ଟିକେ ମଜା ଲାଗିବ ଏବଂ ଯୋଉ ଭାଇ ଭଉଣୀମାନେ କି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ପାଇଁ ପ୍ରିପେୟାର କରୁଛନ୍ତି, ତାଙ୍କୁ ମଧ୍ୟ ଭିଡିଓଟି ସେୟାର କରିଦିଅ, ଯାହାଫଳରେ କି ସେମାନେ ମଧ୍ୟ ଏହି ଭିଡିଓର ବେନିଫିଟ୍ସ ପାଇପାରିବେ। ତ ଫାଷ୍ଟ କ୍ୱେଶ୍ଚନ୍ କ'ଣ କହିଛି? ଇନ୍ ହୁଇଚ୍ ଇୟର୍ ୱାଜ୍ ଜଗତସିଂହପୁର ଡିଷ୍ଟ୍ରିକ୍ଟ ୱାଜ୍ ଫର୍ମଡ୍? ଜଗତସିଂହପୁର ଡିଷ୍ଟ୍ରିକ୍ଟ କେବେ ଫର୍ମଡ୍ ହେଇଥିଲା, କେବେ ତିଆରି ହେଇଥିଲା? 1990, 1991, 1992 ନା 1993ରେ? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ନା 1993 ହେଇଯିବ ରାଇଟ୍ ଆନ୍ସର। 1993ରେ ସେ ଜଗତସିଂହପୁର ଡିଷ୍ଟ୍ରିକ୍ଟ ଏପ୍ରିଲ 1, 1993ରେ କଟକ ଠାରୁ ସେ ଡିଭାଇଡ୍ ହେଇକିରି ତିଆରି ହେଇଥିଲା। ଏଜ୍ ପର୍ ଓଡ଼ିଶା ଗାଜେଟେଡ୍ ନୋଟିସ୍ ନମ୍ବର 14218 ଡେଟେଡ୍ 27/3/1993 ଗେଜେଟ୍ ଅନୁସାରେ। ଓକେ, ସେତେବେଳେ କିଏ ଇନାଗୁରେଟେଡ୍ କରିଥିଲେ? ନା ଚିଫ୍ ମିନିଷ୍ଟର ବିଜୁ ପଟ୍ଟନାୟକ କରିଥିଲେ, ନବୀନ ପଟ୍ଟନାୟକଙ୍କ ବାପା ଯୋଉଟାକି। ଜଗତସିଂହପୁର ଡିଷ୍ଟ୍ରିକ୍ଟ ୱାଜ୍ ସେପାରେଟେଡ୍ ଫ୍ରମ୍ ହୁଇଚ୍ ଡିଷ୍ଟ୍ରିକ୍ଟ? ଆମେ ପଢିଲୁ କୋଉଠୁ? କଟକରୁ ସେପାରେଟ୍ ହେଇଥିଲା। ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି? ହୁଇଚ୍ ରିଭର ଇଜ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ଫର୍ ଜଗତସିଂହପୁର ଡିଷ୍ଟ୍ରିକ୍ଟ? ଜଗତସିଂହପୁର ଡିଷ୍ଟ୍ରିକ୍ଟ ପାଇଁ କୋଉ ରିଭରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରିଭର? ବ୍ରାହ୍ମଣୀ, ବୈତରଣୀ, ଋଷିକଲ୍ୟା ନା ମହାନଦୀ? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହବ ପିଲାମାନେ? ରାଇଟ୍ ଆନ୍ସର କ'ଣ ହବ? ନା ମହାନଦୀ ହେଇଯିବ ଏହାର ରାଇଟ୍ ଆନ୍ସର। ଓକେ, ମହାନଦୀ ରିଭରଟି ଜଗତସିଂହପୁର ଦେଇକି ଯାଇଛି, ଯୋଉଟାକି ବଡ଼ ଡେଲ୍ଟା ସେ ଫର୍ମ କରୁଛି। କେବଳ ଜଗତସିଂହପୁର ନୁହଁ, କଟକ, ପୁରୀ ଏବଂ ଜଗତସିଂହପୁର ଡିଷ୍ଟ୍ରିକ୍ଟରେ ସେ ଡେଲ୍ଟା ଫର୍ମେସନ୍ କରୁଛି। ଜଗତସିଂହପୁର ଡିଷ୍ଟ୍ରିକ୍ଟରେ ପୁଣି ଆଉ କେତେଗୁଡ଼ିଏ ଇମ୍ପୋର୍ଟାଣ୍ଟ ରିଭର ଫଲୋ ହେଉଛି, ଯୋଉଟାକି ଆମର ଆଲକା, ବିଲୁଖାଇ, ହଂସୁଆ, ଦେବୀ ଏବଂ ପାଇକ, ଯୋଉଟାକି ମହାନଦୀର ଟ୍ରିବ୍ୟୁଟାରିଜ୍ ମଧ୍ୟ କହିଥାଉ। ଓକେ, ତ ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି? ହୁଇଚ୍ ମେଜର ପୋର୍ଟ ଇଜ୍ ଲୋକେଟେଡ୍ ଇନ୍ ଜଗତସିଂହପୁର? ଜଗତସିଂହପୁରରେ କୋଉ ପୋର୍ଟଟି ଲୋକେଟେଡ୍ ଅଛି? ଗୋପାଳପୁର, ଧମରା, ପାରାଦୀପ ନା ଚାନ୍ଦିପୁର? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ପାରାଦୀପ ହେଇଯିବ ଏହାର ରାଇଟ୍ ଆନ୍ସର। ଓକେ, ଏଇ ଅପସନ୍‌ରେ ଥିବା ପୋର୍ଟ ଗୁଡ଼ିକ କୋଉ କୋଉ ଜିଲ୍ଲାରେ ଅଛି? ପାରାଦୀପ ପୋର୍ଟ ଜଗତସିଂହପୁରରେ ଅଛି। ଗୋପାଳପୁର ପୋର୍ଟ କୋଉଠି ଅଛି? ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଅଛି। ଧାମରା ପୋର୍ଟ ହେଉଛି ଭଦ୍ରକ ଡିଷ୍ଟ୍ରିକ୍ଟରେ ଅଛି। ଓକେ, ଏବଂ ଚାନ୍ଦିପୁର ଯୋଉ ଅଛି, ଚାନ୍ଦିପୁର ଗୋଟେ ହେଉଛି ରିସୋର୍ଟ ଟାଉନ୍ ନୋନ୍ ଫର୍ ଇଟ୍ସ ୟୁନିକ୍ ବିଚ୍। ଏହାର ୟୁନିକ୍ ବିଚ୍ ପାଇଁ ଫେମସ୍ ଅଛି। ଏଇଟା କୋଉଠି ଅଛି? ନା ବାଲେଶ୍ୱର ଡିଷ୍ଟ୍ରିକ୍ଟରେ ଅଛି। ନେକ୍ସଟ କ୍ୱେଶ୍ଚନ୍ ଦେଖିବା। ଜଗତସିଂହପୁର ଡିଷ୍ଟ୍ରିକ୍ଟ ଲାଏଜ୍ ଏଲଙ୍ଗ ହୁଇଚ୍ ସି? କୋଉ ସିକୁ ଲାଗିକି ସେଟା ଅବସ୍ଥିତ ଅଛି? ଆରବିଆନ୍ ସି, ବେ ଅଫ୍ ବେଙ୍ଗଲ, ଆଣ୍ଡାମାନ ସି ନା ଇଣ୍ଡିଆନ୍ ସି? ଦେନ୍ ରାଇଟ୍ ଆନ୍ସର କ'ଣ ହେଇଯିବ? ଅବଭିୟସଲି ବେ ଅଫ୍ ବେଙ୍ଗଲ ସାଇଡ୍‌ରେ ଯେହେତୁ ଆମର ଓଡ଼ିଶାଟି ଅଛି, ତେଣୁ କି ଏଟା କ'ଣ? ବେ ଅଫ୍ ବେଙ୍ଗଲ ହେଇଯିବ ରାଇଟ୍ ଆନ୍ସର। ଆରବିଆନ୍ ସି ତ ଇଣ୍ଡିଆର ଏପଟେ ରହିଲା, ଏପଟେ ରହିଲା। ବେ ଅଫ୍ ବେଙ୍ଗଲ ଏପଟେ। ଓକେ, ଆଣ୍ଡାମାନ ସି ଏଇ ସାଇଡ୍‌ରେ ରହୁଛି। ଇଣ୍ଡିଆନ୍ ସି ଭାରତ ମ୍ୟାପ୍‌ର ତଳେ ରହୁଛି। ଓକେ, ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି? ଜଗତସିଂହପୁରର ପୁରୁଣା ନାଁ କ'ଣ ଥିଲା? କୁଜଙ୍ଗ, ହରିହରପୁର, କେନ୍ଦ୍ରାପଡ଼ା ନା ଏରସମା? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ହରିହରପୁର ହେଇଯିବ ରାଇଟ୍ ଆନ୍ସର। ଓକେ, ଜଗତସିଂହପୁରର ପୁରୁଣା ନାଁ କ'ଣ ଥିଲା? ହରିହରପୁର ଥିଲା। ଓକେ, ହରିହରପୁର ଥିଲା। ଏହାର ଦେଖ ସାଇଡ୍‌କୁ ଲାଗି କିଏ କିଏ ଅଛି? କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟ ଅଛି, ପୁରୀ ଡିଷ୍ଟ୍ରିକ୍ଟ ଅଛି ଏବଂ କଟକ ଡିଷ୍ଟ୍ରିକ୍ଟ ଅଛି। କଟକ ଡିଷ୍ଟ୍ରିକ୍ଟରୁ ସେ ସେପାରେଟ୍ ହେଇଥିଲା। କେବେ ସେପାରେଟ୍ ହେଇଥିଲା? ନା 1 ଏପ୍ରିଲ 1993। ଜିନିଷ ସବୁ ଧୀରେ ଧୀରେ ମନେ ରଖି ରଖି ଯିବା। କୋଉ ପୋର୍ଟ ଅଛି ଜଗତସିଂହପୁରରେ? ନା ପାରାଦୀପ ପୋର୍ଟ ଅଛି। ହରିହରପୁର ନାଁ ଥିଲା। ଚାଲିଲା, ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି? ହୁଇଚ୍ ସାଇକ୍ଲୋନ୍ ସିଭିୟରଲି ଆଫେକ୍ଟେଡ୍ ଜଗତସିଂହପୁର ଇନ୍ 1999? କୋଉ ସାଇକ୍ଲୋନ୍‌ଟି ଜଗତସିଂହପୁରକୁ ଆଫେକ୍ଟ କରିଥିଲା? ଆମ୍ଫାନ ନା ଫାନି ନା ସୁପର ସାଇକ୍ଲୋନ୍ ନା ହୁଡହୁଡ? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ସୁପର ସାଇକ୍ଲୋନ୍ ହେଇଯିବ ଏହାର ରାଇଟ୍ ଆନ୍ସର। ସୁପର ସାଇକ୍ଲୋନ୍ ଆସିଥିଲା, ଯୋଉଟାକି ବହୁତ ହି ବଡ଼ ସାଇକ୍ଲୋନ୍ ଥିଲା, ଯୋଉଥିରେ ବହୁତ ଜଣ ଆଫେକ୍ଟ ହେଇଥିଲେ। 1999 ଓଡ଼ିଶା ସାଇକ୍ଲୋନ୍ ହିସାବରେ ସୁପର ସାଇକ୍ଲୋନ୍, ଯୋଉଟାକି 29 ଅକ୍ଟୋବର 1999ରେ ଆସିଥିଲା। ଏକ୍ସାକ୍ଟ ଡେଟ୍‌ଟା ମନେ ରଖିପାରିବେ, ଯୋଉଟାକି ଏକ୍ଜାମ୍‌ରେ ପଚାରିଥାଏ। 260 କିଲୋମିଟର ପର୍ ଆୱାରରେ ତାମାନେ ପବନ ବେଗ ଥିଲା ସେତେବେଳେ। ସେଇ ଜଗତସିଂହପୁର ଡିଷ୍ଟ୍ରିକ୍ଟରେ ହିଁ 8000ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ କହିଛି? ହୁଇଚ୍ ସେକ୍ଟର ଡୋମିନେଟ୍ସ ଦ ଇକୋନୋମି ଅଫ୍ ଜଗତସିଂହପୁର?
ଜଗତସିଂହପୁରର ଲୋକମାନେ କୋଉଥିରେ ଜୀବିକା ଅଧିକାଂଶ ଲୋକ କରୁଥିଲେ? ଆଇଟି ନା ମାଇନିଂ ନା ଏଗ୍ରିକଲଚର ନା ଟୁରିଜିମରେ? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ଏଗ୍ରିକଲଚର ହେଇଯିବ ଏହାର ରାଇଟ୍ ଆନ୍ସର। ଜଗତସିଂହପୁରର ଲୋକମାନେ ଏଗ୍ରିକଲଚରରେ ବେଶୀ ଡିପେଣ୍ଡେଣ୍ଟ ହେଉଥିଲେ, ଯୋଉଟାକି 55% ଅଫ୍ ଦ ୱାର୍କର ପପୁଲେସନର 55% ଅଫ୍ ଦ ୱାର୍କର ଏଗ୍ରିକଲଚର ସେକ୍ଟରରେ କାମ କରୁଥିଲେ। ଠିକ୍ ଅଛି, ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ କହିଛି। ଜଗତସିଂହପୁର ଡିଷ୍ଟ୍ରିକ୍ଟ କାମ୍ସ ଅଣ୍ଡର ହୁଇଚ୍ ରେଭିନ୍ୟୁ ଡିଭିଜନ? ବରହମପୁର, ସମ୍ବଲପୁର, କଟକ ନା ବାଲେଶ୍ୱର? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? କଟକ ହେଇଯିବ ଏହାର ରାଇଟ୍ ଆନ୍ସର। ଓକେ, ଜାଣି ରଖନ୍ତୁ ଓଡ଼ିଶାର 3ଟି ଡିଭିଜନ ରହୁଛି, ସେଣ୍ଟ୍ରାଲ ଡିଭିଜନ, ନର୍ଥ ଡିଭିଜନ, ସାଉଥର୍ନ ଡିଭିଜନ। ସେଣ୍ଟ୍ରାଲ ଡିଭିଜନର ହେଡକ୍ୱାର୍ଟର ହେଉଛି କଟକ, ନର୍ଥ ଡିଭିଜନର ସମ୍ବଲପୁର ଏବଂ ସାଉଥର୍ନ ଡିଭିଜନର ରହୁଛି ବରହମପୁର। ଓଡ଼ିଶାର 3ଟି ଡିଭିଜନ ରହୁଛି ଏବଂ ଜଗତସିଂହପୁର ରହୁଛି କଟକ ଡିଭିଜନରେ ଆସୁଛି, ଯୋଉଟାକି ହେଡକ୍ୱାର୍ଟର ରହୁଛି। ନେକ୍ସଟ କ୍ୱେଶ୍ଚନ ଦେଖିବା, ହୁଇଚ୍ ଲାଙ୍ଗୁଏଜ ଇଜ ମେନଲି ସ୍ପୋକେନ୍ ଇନ୍ ଜଗତସିଂହପୁର? ଜଗତସିଂହପୁରରେ କୋଉ ଭାଷା ଅଧିକ ମାତ୍ରାରେ ଚାଲେ? ହିନ୍ଦୀ, ବେଙ୍ଗଲୀ, ଓଡ଼ିଆ ନା ତେଲୁଗୁ? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ଓଡ଼ିଆ। ଅବଭିୟସଲି ଓଡ଼ିଶା ମାନେ ଓଡ଼ିଶାର ମାଟି, ଓଡ଼ିଆ ହେଉଛି ଏହାର ଭାଷା। ଓଡ଼ିଆ ଲାଙ୍ଗୁଏଜ ହେଇଯିବ ରାଇଟ୍ ଆନ୍ସର। 2011 ସେନ୍ସସ୍ ହିସାବରେ 92% ଅଫ୍ ପପୁଲେସନ ଜଗତସିଂହପୁରର ଓଡ଼ିଆ ଭାଷାରେ କଥା ହୁଅନ୍ତି। କିଛି କିଛି ଜାଗାରେ କୋଷ୍ଟାଲ ଜାଗାରେ କଟକୀ ଭାଷା ମଧ୍ୟ ଚାଲିଥାଏ। ଚାଲ ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ କହୁଛି। ହୁଇଚ୍ ସଏଲ ଟାଇପ୍ ଇଜ ମୋଷ୍ଟଲି ଫାଉଣ୍ଡ ଇନ୍ ଜଗତସିଂହପୁର? ଜଗତସିଂହପୁରରେ କୋଉ ଟାଇପର ସଏଲ ମିଳିଥାଏ? ବ୍ଲାକ୍ ସଏଲ ନା ରେଡ୍ ସଏଲ ନା ଆଲୁଭିଆଲ ସଏଲ ନା ଲେଟରେଟ୍ ସଏଲ? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ ନା ଆଲୁଭିଆଲ ସଏଲ ହେଇଯିବ ରାଇଟ୍ ଆନ୍ସର। ଓକେ, ଜଗତସିଂହପୁରରେ କୋଉ ଟାଇପର ସଏଲ ମିଳିଥାଏ? ଆଲୁଭିଆଲ ସଏଲ ମିଳିଥାଏ। ବ୍ଲାକ୍ ସଏଲ କୋଉଠି କୋଉଠି ଦେଖିବାକୁ ମିଳୁଛି? ପ୍ରାୟତଃ ପ୍ରୋମିନେଣ୍ଟ ଡେକାନ ପ୍ଲେଟ୍ୟୁ ରିଜନ ଅଫ୍ ଇଣ୍ଡିଆରେ ମିଳିଥାଏ, ଯୋଉଟାକି ମହାରାଷ୍ଟ୍ର ଆଣ୍ଡ ଗୁଜରାଟରେ ମିଳିଥାଏ। ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିକ୍ଟ ଲାଇକ୍ ବରଗଡ଼ ଏବଂ ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଥାଏ। ରେଡ୍ ସଏଲ କଥା ଯଦି କହିବା, ରେଡ୍ ସଏଲ କୋଉଠି କୋଉଠି ମିଳିଛି ନା କୋରାପୁଟ, କଳାହାଣ୍ଡି ଆଣ୍ଡ ଗଞ୍ଜାମରେ। ମୋଷ୍ଟ ୱାଇଡ ସ୍ପ୍ରେଡ୍ ହେଇଛି ରେଡ୍ ସଏଲଟା, ମ୍ୟାକ୍ସିମମ୍ ମାନେ ଆପ୍ରୋକ୍ସିମେଟଲି ଓଡ଼ିଶାର 43% ଅଫ୍ ଦ ଜାଗାରେ ଦେଖିବାକୁ ମିଳିଥାଏ। ଲେଟରାଇଟ୍ ସଏଲ କଥା ଯଦି କହିବା, କୋଉଠି ପୁରୀ, ଖୋର୍ଦ୍ଧା ଏବଂ ମୟୂରଭଞ୍ଜରେ ଦେଖିବାକୁ ମିଳିଥାଏ, ମାନେ ହିଲ୍ ସାଇଡ୍ ଏବଂ ଆପଲାଣ୍ଡ ରିଜିଅନ ପାଖାପାଖିରେ ଦେଖିବାକୁ ମିଳିଥାଏ ଲେଟରାଇଟ୍ ସଏଲଟି। ନେକ୍ସଟ କ୍ୱେଶ୍ଚନ ଦେଖିବା, ହୁଇଚ୍ କ୍ରପ୍ ଇଜ ମେନଲି ଗ୍ରୋନ୍ ଇନ୍ ଜଗତସିଂହପୁର? ୱିଟ୍, ରାଇସ୍, ମାଇଜେ ଆଣ୍ଡ କଟନ? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ଧାନ ହେଇଯିବ ରାଇଟ୍ ଆନ୍ସର। ଓକେ, ରାଇସ୍ ହେଇଯିବ ରାଇଟ୍ ଆନ୍ସର। କଭରିଂ 80% ଅଫ୍ କଲ୍ଟିଭେବଲ୍ ଏରିଆ ଇନ୍ ଦ ଡିଷ୍ଟ୍ରିକ୍ଟ? 80% ଜାଗାରେ ପ୍ରାୟ ମାନେ ଧାନ ହିଁ ଚାଷ କରାଯାଏ। ଲୋକ ସବୁ କୋଉଥିରେ ଚାଷରେ ହିଁ ଡିପେଣ୍ଡେବୁଲ ହେଇକି ରୁହନ୍ତି ଏବଂ ଚାଷ ଉପରେ 55% ଜଗତସିଂହପୁରର ଲୋକ ଡିପେଣ୍ଡ ହେଇକି ରହୁଛନ୍ତି। ନେକ୍ସଟ କ୍ୱେଶ୍ଚନ କ'ଣ କହିଲା, ଜଗତସିଂହପୁର ଡିଷ୍ଟ୍ରିକ୍ଟ ୱାଜ୍ କ୍ରିଏଟେଡ୍ ହୁଇଚ୍ ଡେଟ୍? ତ ରିପିଟେଡ୍ କ୍ୱେଶ୍ଚନ ହେଇଗଲା, କେତେ? 1 ଏପ୍ରିଲ 1993। ନେକ୍ସଟ କ୍ୱେଶ୍ଚନ ଦେଖିବା, ହୁଇଚ୍ ଫେଷ୍ଟିଭାଲ ଇଜ ୱାଇଡଲି ସେଲିବ୍ରେଟେଡ୍ ଇନ୍ ଜଗତସିଂହପୁର? ଜଗତସିଂହପୁରରେ କୋଉ ଫେଷ୍ଟିଭାଲକୁ ଅଧିକ ମାତ୍ରାରେ ପାଳନ କରାଯାଏ? ପିହୁ, ପଙ୍ଗଲ, ରଥଯାତ୍ରା ନା ଓନାମ? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ରଥଯାତ୍ରା ହେଇଯିବ ରାଇଟ୍ ଆନ୍ସର। ରଥଯାତ୍ରା ଟେମ୍ପଲ ପାରାଦୀପ ଟେମ୍ପଲ ଗୋଟେ ଅଛି, ପାରାଦୀପରେ ଜଗନ୍ନାଥ ଟେମ୍ପଲ ଅଛି, ଯୋଉଠିକି ସେଲିବ୍ରେଟ କରାହେଇଥାଏ। ଅଦର କି ଫେଷ୍ଟିଭାଲ ଗୁଡ଼ିକ ଯଦି ଆମେ କହିବା, କ'ଣ? ବାଲିଯାତ୍ରା ହେଇଥାଏ ପାରାଦୀପ ବିଚରେ ଏବଂ ବିଶ୍ୱକର୍ମା ପୂଜା ମଧ୍ୟ ଭଲ ଭାବରେ ହେଇଥାଏ। ଦୁର୍ଗା ପୂଜା ମଧ୍ୟ ହେଇଥାଏ, ଯୋଉଟାକି 500 ବର୍ଷର ଟ୍ରାଡିସନ ସେମାନେ ଫଲୋ କରିକି ଆସୁଛନ୍ତି। ଦେଖିବା ନେକ୍ସଟ କ୍ୱେଶ୍ଚନ କ'ଣ କହିଛି। ଜଗତସିଂହପୁର ଡିଷ୍ଟ୍ରିକ୍ଟର ହେଡକ୍ୱାର୍ଟର କୋଉଟା? ପାରାଦୀପ, କୁଜଙ୍ଗ, ଜଗତସିଂହପୁର ନା ଏରସମା? ଦେନ୍ ଏହାର ରାଇଟ୍ ଆନ୍ସର କ'ଣ ହେଇଯିବ? ଜଗତସିଂହପୁର ହେଇଯିବ ଏହାର ରାଇଟ୍ ଆନ୍ସର। ପାରାଦୀପ ପୋର୍ଟ ଇଜ ୱାନ୍ ଅଫ୍ ଦ ମେଜର ପୋର୍ଟ ଅଫ୍ ଇଣ୍ଡିଆ ବିକଜ ଇଟ୍ ଇଜ ଏ କୋଉ ଟାଇପର ପୋର୍ଟ? ରିଭର ପୋର୍ଟ ନା ଇନଲ୍ୟାଣ୍ଡ ପୋର୍ଟ ନା ଡ୍ରାଏ ପୋର୍ଟ ନା ଡିପ୍ ୱାଟର? କାହିଁକି ଏଇଟା ଗୋଟେ ମେଜର ପୋର୍ଟ ଭାବରେ ପରିଚିତ ଅଛି? ଯେହେତୁ ଏଇଟା ଗୋଟେ ଡିପ୍ ୱାଟର ପୋର୍ଟଟା। ଓକେ, ଏଥିରେ କ'ଣ ନା ବଡ଼ ବଡ଼ ଜାଗା, ବଡ଼ ବଡ଼ ଯେତେ ସବୁ ପୋର୍ଟ ମାନେ ଆସିଲେ, ବଡ଼ ବଡ଼ ଜାହାଜ ସବୁ ଆସିଲେ, ଆରାମସେ ସେଠି ତାମାନେ କ'ଣ ଏକୋମୋଡେସନର ଫେସିଲିଟି ରହିପାରୁଛି। ତ ଡିପ୍ ୱାଟର ପୋର୍ଟ ପାଇଁ ଏ ପାରାଦୀପ ପୋର୍ଟଟା ପ୍ରସିଦ୍ଧ ଅଟେ। ଓକେ, ତ ଏଇ ଥିଲା କେତେ ଗୁଡ଼ିଏ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଜଗତସିଂହପୁର ଡିଷ୍ଟ୍ରିକ୍ଟକୁ ନେଇକି, ଯୋଉଟାକି ଆମେ ଡିସ୍କସ୍ କଲୁ। ହୋପଫୁଲ୍ ଏକ୍ଜାମ ପାଇଁ ବହୁତ ହି ହେଲ୍ପଫୁଲ୍ ହେଇପାରିବ ଏବଂ ଆଶା କରୁଛି ବହୁତ କିଛି ଡାଟା ଜଗତସିଂହପୁର ବିଷୟରେ କିଛି ମନେ ରହିଥିବ। ଏଇଭଳି ଭାବରେ ପଢ଼ାପଢ଼ି କରୁଥାନ୍ତୁ। ଅଲ୍ ଦ ବେଷ୍ଟ ଅପକମିଂ ଯେତେ ସବୁ ଏକ୍ଜାମ ଆସୁଛି, ବେଷ୍ଟ ଅଫ୍ ଲକ୍। ଭଲସେ ପଢ଼ାପଢ଼ି କର, ଦେହର ଯତ୍ନ ନିଅ। ଦେଖା ହବ ନେକ୍ସଟ ଭିଡ଼ିଓରେ। ଟିଲ୍ ଦେନ୍ ବାଏ।